ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଆମ ରୋଷେଇ ଘରରୁ ରେଷ୍ଟୁରାଣ୍ଟକୁ ଛୁଟି ଦେଇ ଘରୋଇ ଚିକେନ ବିରିୟାନୀ ଆଜି ବନେଇବୁ। ଚିକେନ ଏବେ ଆସିଗଲା, ଭଲ ଭାବେ ଧୋଇ ନେବେ। ଚିକେନକୁ ଦେବା ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଚିକେନ ମସଲା, ଗରମ ମସଲା, ଅଦା ରସୁଣ ବଟା, କଟା ପିଆଜ, ଚୋପା ଛଡା ରସୁଣ, କସ୍ତୁରୀ ମେଥି, ସୋରିଷ ତେଲ ଦେଇ ମ୍ୟାରିନେସନ କରୁଥିଲା ବେଳେ ଚିକେନ ମନେ ମନେ କହୁଛି, ଭାଇ ଆଜି ମୋର ଦିନ ଆସିଗଲା। ଉପରୁ ଧନିଆ ପତ୍ର ଦେଇ ତାକୁ କିଛି ଟାଇମ ଛାଡିଦେବେ। ଆଳୁ ପିଆଜ ଭାଜିଲା ବେଳେ ଗ୍ୟାସ ଚୁଲା ମଧ୍ୟ କହେ, ଧୀରେ ଭାଇ, ମୁଁ ମଧ୍ୟ ଗରମ ହଉଛି। ଚାଉଳକୁ ଭଲ ଭାବେ ଧୋଇ ଗରମ ପାଣିରେ ଲୁଣ, କଟା ମସଲାକୁ ଦେଇ ଫୁଟିବାକୁ ଛାଡିଦେବେ। ଧ୍ୟାନ ରଖନ୍ତୁ, ଚାଉଳ ବିରିୟାନୀ ହବାକୁ ଚାହେଁ, ପଖାଳ ନୁହେଁ। ऐसा मत करो मेरी जान। କରେଇରେ ତେଲ, ଉପରୁ ପିଆଜକୁ ଦେଇ ଅଦା ରସୁଣ ପେଷ୍ଟ ଦେଇ କଷନ୍ତୁ। ମ୍ୟାରିନେସନ ଚିକେନକୁ ଏବେ ଭଲ ଭାବେ ତାକୁ କଷନ୍ତୁ। ठीक है। ଏବେ ହାଣ୍ଡିରେ ପ୍ରଥମେ ଚାଉଳ, ଫୁଡ କଲର, ଉପରେ ଭଜା ପିଆଜ, ଉପରେ ଧନିଆ ପତ୍ର ଆଉ ପୁଦିନା ଓ ବିରିୟାନୀ ମସଲା, ତାପରେ ଭଜା ଆଳୁ ଓ ଚିକେନ କଷା। ଏବେ ଦମରେ ରହିବ ବିରିୟାନୀ ମେଡିଟେସନ ମୋଡରେ। ଢାଙ୍କୁଣା ଖୋଲିବା ସମୟରେ ହୃଦୟ ଧଡ ଧଡ। ଘରୋଇ ଚିକେନ ବିରିୟାନୀ ପୁରା ରୟାଲ ଲୁକ୍। ୱାଓ! ଏବେ ଆଉ କଥା ନାହିଁ, ଖାଇବା ଚାଲନ୍ତୁ। ଭିଡିଓ ଭଲ ଲାଗିଲେ ଲାଇକ୍, ସେୟାର, ନ୍ୟୁ ଭିଡିଓ ପାଇଁ ସବସ୍କ୍ରାଇବ। ପୁଣି ଦେଖା ହବ ଆଉ ଗୋଟେ ଭିଡିଓରେ। ସେତେ ଯାଏଁ ରହିଲି।